ଛାଡ଼ନ୍ତୁ, ଆଉ କାହାର ନାହିଁ ସବଜେକ୍ଟ, ତାହେଲେ ଏଇ ସେ ଆଲୋଚନା ଆପଣଙ୍କୁ ଯିବା ନା। ଦେଖନ୍ତୁ, ଏ ପୃଥିବୀ ଯିଏ ଯୋଗ କରିବ, ପ୍ରଥମ ତ ଏଇ ପୃଥିବୀର ରହସ୍ୟକୁ ବୁଝିବା ଦରକାର। ବୁଝିଲେ? ଏ ପୃଥିବୀର ରହସ୍ୟକୁ ବୁଝିବା ଦରକାର, ସାରା ୟୁନିଭର୍ସର ରହସ୍ୟକୁ ବୁଝିବା ଦରକାର। ନହେଲେ ସାଧନ କରିବା କଷ୍ଟକର ହୋଇପଡ଼ିବ। ସାଧନ କରିବା କଷ୍ଟକର ହୋଇପଡ଼ିବ। ଆମେ ଦେଖୁଛେ ପାହାଡ଼ଟିଏ ଅଛି, ନଈଟିଏ ବହି ଯାଉଛି, ପୃଥିବୀ ଚଳଚଞ୍ଚଳ ହେଲେ ବି ସ୍ଥିର। ପୃଥିବୀ ଚଳଚଞ୍ଚଳ ହେଲେ ବି ସ୍ଥିର। ତେଣୁ ଆଉ ସମସ୍ତଙ୍କ ପାଇଁ ବେଶୀ କାମ କରୁଛି ଆମର ବାୟୁ କାମ କରୁଛି। ବିନା ବାୟୁରେ ତୁମେ ରହିପାରିବ ନା। ଏ ସାରା ସୁନ୍ଦର ପୃଥିବୀ, ତା ସହିତ ଇଏ ଗୋଟେ ସେକ୍ସନ ଗଲା, ପରିଧିର ସେକ୍ସନ ଭାବନାରେ। ଆଉ ଗୋଟେ ସେକ୍ସନ ହଉଛି ତୁମର ଶରୀର, ଆଉ ତୁମେ ସ୍ୱୟଂ। ତୁମେ ସ୍ୱୟଂ ମଧ୍ୟ କେତେ ରହସ୍ୟମୟ। ତୁମେ ସ୍ୱୟଂ କେତେ ରହସ୍ୟମୟ, ଏ ଶରୀର କେତେ ରହସ୍ୟମୟ ଆଉ ଉପକାରୀ ତୁମ ପାଇଁ। କେତେ ସୁନ୍ଦର ପ୍ରରୋଚନା ଦେଖନ୍ତୁ ଭଗବାନଙ୍କର। ତୁମେ ଅଛ, ପୃଥିବୀ ଅଛି, ତୁମକୁ ଆଣି ପୃଥିବୀ ଉପରେ ଛାଡ଼ି ଦିଆଯାଉଛି। ପୃଥିବୀ ଉପରେ ଛାଡ଼ିଦେବା ପାଇଁ ମଧ୍ୟ ପିତୃଯାନ ଅଛି। ପିତୃଯାନରେ ତୁମେ ଆସିବ, ଅବତରଣ କଲ, ପୁଣି ପଳେଇବ, ପୁଣି ଆସିବ। ଯିବା ଆସିବା ଗୋଟେ ସିଷ୍ଟମ ଭଗବାନ ତିଆରି କରୁଛନ୍ତି। ତୁମେ ଯିବ, ପୁଣି ଆସିବ। ଯେମିତି କୌଣସି ସମୁଦ୍ରରେ ତୁମେ ଗୋଟେ ଦୀପର ସନ୍ଧାନରେ ଯାଉଛ, ଦୀପଟିରେ ରହୁଛ, ପୁଣି ଫେରି ଆସୁଛ। ଦୀପପୁଞ୍ଜ ସମୁଦ୍ର, ଚାରିଆଡ଼େ ସମୁଦ୍ର, ଦୀପଟି ଅଛି। ସେମିତି ଚାରିଆଡ଼େ ଆକାଶ, ଇଏ ଗୋଟେ ପ୍ଲାଟଫର୍ମ ମିଳିଛି, ପୃଥିବୀ ରୂପକ ଗୋଟେ ପ୍ଲାଟଫର୍ମ ବା ଦୀପ, ଆକାଶ ଗଙ୍ଗା ରେ ତୁମେ ଆସିକି ପହଞ୍ଚି ଯାଉଛ, ପୁଣି ରିଟର୍ନ ହେଇଯିବ। ଦୀପରୁ ପୁଣି କୁଆଡ଼େ ଯିବ? ଦୀପ ଯୋଉ ଦୀପକୁ ଯାଇଥିଲ, ସେ ଦୀପରୁ ପୁଣି ନିଜ ବାସସ୍ଥାନକୁ ଫେରି ଆସୁଛ। ସେମିତି ଏଠି ଯୋଉ ପ୍ଲାଟଫର୍ମ ଅଛି ପୃଥିବୀରୁ ପୁଣି ଫେରିବାକୁ ପଡ଼ିବ। ନିଜର ଘର, ନିଜର ବାସସ୍ଥାନ, ନିଜର ଯୋଉଠି ପରମାନେଣ୍ଟ ରହୁଛ, ସେ ଜାଗା ଏ ପୃଥିବୀ ନୁହେଁ। ପୃଥିବୀ ମର୍ତ୍ତ୍ୟପୁରୀ, ମୃତ୍ୟୁପୁରୀ। ପୃଥିବୀରୁ ତୁମେ ବିଦାୟ ନେବ, ତୁମ ପରମାନେଣ୍ଟ ଘରକୁ ଯିବ। ଯେମିତି ଦୀପକୁ ଯାଇକି ଫେରି ଆସିଲ ତୁମ ଘରକୁ, ସେମିତି ଏଠିକି ଆସି ଫେରିଯିବ। এইটা পরমানেন্ট নয়, এটা টেম্পোরারি। টেম্পোରାରୀ ନୁହେଁ କି? ଯଦି କିଏ ଜଣେ ଅମର ହେଇ ରୁହନ୍ତା ପୃଥିବୀରେ, ତାହେଲେ ଜାଣନ୍ତି ହଁ ଏଇଟା ଗୋଟେ ପରମାନେଣ୍ଟ। ପରମାନେଣ୍ଟ ନୁହେଁ, ଇଏ ପୂର୍ଣ୍ଣ ଟେମ୍ପୋରାରୀ, ପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ଟେମ୍ପୋରାରୀ। ତେଣୁ ସମ୍ପୂର୍ଣ୍ଣ ଟେମ୍ପୋରାରୀ ଷ୍ଟେସନରେ
ତୁମେ କ'ଣ କରୁଛ? ଆବାକାବା ବେଳେବେଳେ ମଣିଷ ଆବାକାବା ହେଇଯାଉନି କି? କ'ଣ କରିବି, କୁଆଡ଼େ ଯିବି, କ'ଣ କରିବି, ଥଳକୂଳ ନାହିଁ, ସଂସାର ଭାସିଗଲା, ପାଠ ପଢ଼ିଲି ଚାକିରି ହେଲାନି, ଚାଷ କଲି ଖାଦ୍ୟ ନାହିଁ, ଚାକିରି କଲି ପ୍ରମୋସନ୍ ନାହିଁ, ପୁରା ଆବାକାବା ହେଇଯାଉଛି ମଣିଷ। ଏଇଟା ଟେମ୍ପୋରାରୀ, ତଥାପି ଆବାକାବା ହେଇପଡ଼ୁଛି। ଆରେ କାହିଁକି? ତ ଯଦି ନଲେଜ ଗୋଟେ ରହିଯାଆନ୍ତା, ପରମାନେଣ୍ଟ ନଲେଜ ତା ଭିତରେ, ନାଇଁ ଏଇଟା ବାସ୍ତବରେ ଯାହା କରୁଛେ ଇଏ ସବୁ ଟେମ୍ପୋରାରୀ, ଏଥିରେ କିଛି ବିବ୍ରତ ଆଉ ବ୍ୟସ୍ତ ବିବ୍ରତ ହବା କିଛି ଆବଶ୍ୟକତା ନାହିଁ, କାରଣ ଏଇଟା ଟେମ୍ପୋରାରୀ। ତାହେଲେ ତୁମକୁ ଶାନ୍ତି ମିଳିବ, ଗୋଟେ ପରମାନେଣ୍ଟ ସଲ୍ୟୁସନ୍ ମିଳିଯିବ। ଆରେ ଯୋଉଥିପାଇଁ ମୁଁ ବ୍ୟସ୍ତ ବିବ୍ରତ ହେଉଛି, ଏଇଟା ତ ଟେମ୍ପୋରାରୀ ଜିନିଷ। ମୋ ଘର କୋଉଠି, ମୁଁ କୋଉଠୁ ଆସିଲି, ପୁଣି ମତେ କିଏ ନେଇଯିବ, କିଏ ଆଣି ଏଠି ପହଞ୍ଚେଇ ଦେଲା। ଯଦି ଜ୍ଞାନରେ ଏଗୁଡ଼ା ସବୁ ହେଇଯିବ, ତାହେଲେ ତୁମକୁ ଶାନ୍ତି ମିଳିବ। ସେଇଥିପାଇଁ କୁହାଯାଏ ଜ୍ଞାନରେ ଶକ୍ତି ଅଛି। କେବଳ ଜ୍ଞାନ ହେଇଯିବ, ଏଇଟା ଟେମ୍ପୋରାରୀ, ମୁଁ ଏଠୁ ଛାଡ଼ିବାକୁ ପଡ଼ିବ, ମତେ ଲୋଭ ତ୍ୟାଗ କରିବାକୁ ପଡ଼ିବ, କିଛି ନାହିଁ। ସ୍ଥିର ହେଇକି ବସ। ଆଉ କାଲି ଯୋଉ ମୁଁ କଥା କହୁଥିଲି, କେତେ ଗୁଡ଼ିଏ ସିକ୍ରେଟ କଥା, ସାଧନ ଉପଯୋଗୀ କଥା, ଶାନ୍ତିର ବାର୍ତ୍ତା ଥିଲା। ଆଜିର ଏଇ ପଏଣ୍ଟ ଉପରେ ତୁମେ ଏକ୍ଜିଷ୍ଟ କର, ପୁରା ଏଇ ପଏଣ୍ଟକୁ ଧରି ବସନ୍ତୁ। କ'ଣ ଏଇ ପଏଣ୍ଟ? ଯେ ଏଇଟା ଗୋଟେ ପରମାନେଣ୍ଟ ଜାଗା ନୁହେଁ, ତୁମର ରହିବାର ସ୍ଥାନ ନୁହେଁ, ଆକୁ ତୁମେ ଛାଡ଼ିବାକୁ ପଡ଼ିବ। ଏଇଟା ସତ୍ୟ ନା ନାହିଁ? ଏଇଟା ପୂର୍ଣ୍ଣ ସତ୍ୟ, ଆକୁ ଛାଡ଼ିବାକୁ ପଡ଼ିବ। ତେଣୁ ଏଇ ଜ୍ଞାନ ତୁମ ଭିତରେ ମହଜୁଦ ହେଇ ରହିଯିବା ଦରକାର ଯେ ହଁ, ମୁଁ ତାକୁ ଛାଡ଼ିବାକୁ ପଡ଼ିବ। ସେଇଥିପାଇଁ ତୁମର ଜଞ୍ଜାଳ ବଢ଼ୁଛି, ଲୋଭ ବଢ଼ୁଛି, ହରକତ ହଉଛ, ଅସ୍ତବ୍ୟସ୍ତ ହଉଛ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରା ଲାଇଫଟା ଅସ୍ତବ୍ୟସ୍ତ ହେଇପଡ଼ୁଛି। ଏଇଥିପାଇଁ ଯେ ଅଜ୍ଞାନତା ପାଇଁ। ଯେତେବେଳେ ଜ୍ଞାନ ହେଇଯାଉଛି ତୁମ ଭିତରେ, ଜ୍ଞାନ ହେଇଗଲା, ସେ ସ୍ଥିର ହେଇଯିବ ଯେ ହଁ, ଏଇଟା ବି ମତେ ଛାଡ଼ିବାକୁ ପଡ଼ିବ, ଏଇଟା ପରମାନେଣ୍ଟ ନାହିଁ। ନା ଯିବେ ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକା। ଏ ଶବ୍ଦଟାକୁ ମନେ ରଖ, ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକା। ଯଦି ମନ ନ ରହୁଛି, କବାଟ ଉପରେ ଲେଖି ଦିଅନ୍ତୁ, ମେନ୍ ଗେଟ୍ରେ ଲେଖି ଦିଅନ୍ତୁ, ଠାକୁର ଘରେ ଲେଖି ଦିଅନ୍ତୁ, ଯୁଆଡ଼େ ଶୋଉଛ, ଯୁଆଡ଼କୁ ଅନେଇକିରି ଶୋଉଛ, ସେ କାନ୍ଥରେ ଗୋଟେ ଷ୍ଟିକର ବାଡ଼େଇ ଦିଅନ୍ତୁ, ପ୍ରିଣ୍ଟ ଆଉଟ୍ କରିକି, ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକା। ଯଦି ଏ ଭାବ ଉଠୁନି ମନ ଭିତରେ, ତାହେଲେ ଏଇ ଷ୍ଟିକର ମଡ଼େଇ ଦିଅନ୍ତୁ, ବାରମ୍ବାର ମନେ ପଡ଼ିବ ତୁମେ କିଏ। ଗୋଟେ ଏତେ ସୁନ୍ଦର ପୃଥିବୀରେ ଆମେ ରହିଛେ, ସେ ପୃଥିବୀଟା ତୁମର ନୁହେଁ। ଏତେ ବଡ଼ ସୁନ୍ଦର ପୃଥିବୀ, ଆମ୍ବ ଫଳୁଛି, ପଣସ ଫଳୁଛି, ପାହାଡ଼ ଅଛି, ସମୁଦ୍ରର ଗର୍ଜନ ଆଉ ନଈର କଳକଳ ନାଦ, କୋଇଲିର କୁହୁ ସ୍ୱର। ଏଠି ଆଶ୍ରମରେ ମଧ୍ୟ କେତେ ଗୁଡ଼ିଏ ଆସୁଛନ୍ତି ପକ୍ଷୀ, କଟର କଟର, କେଁ ଉକେ, ଏଠି ଗୋଟେ ବୋବଉଛି ବର୍ତ୍ତମାନ ଚଢ଼େଇ। ତେଣୁ ଏଇ ଯୋଉ କିଚିରି ମିଚିରି ଶବ୍ଦ ଚଢ଼େଇଙ୍କର, କେତେ ସୁନ୍ଦର ପୃଥିବୀରେ ଏଇ ଯୋଉ ଦୃଶ୍ୟ ଗୁଡ଼ା କେତେ ସୁନ୍ଦର। ବାଦଲ, ଭସା ବାଦଲ ଆକାଶରେ ଚାଲି ଯାଉଛି, ବର୍ଷା ହଉଛି,
ପବନ ଦଉଛି, ଘର ଭିତରକୁ ଗଲେ ଶାନ୍ତି ମିଳୁଛି, ଗଛ ତଳେ ବସିଲେ ଶାନ୍ତି ମିଳୁଛି। ଆହା କି ସୁନ୍ଦର ଏ ପୃଥିବୀ। ଝାଳ ନାଳ ଆଣ୍ଠି କାମ କରିକିରି ପୁଣି ଗାଧେଇ ପଡ଼ିଲେ ଶାନ୍ତ ଲାଗୁଛି, ପଖାଳ ଖାଇଲେ ଆହୁରି ସୁନ୍ଦର ଲାଗୁଛି। ଆଉ ଯେଉଁମାନେ ସିଗାରେଟ୍ ପିଇ ଦେଉଛନ୍ତି ସେ ତ ସ୍ୱର୍ଗ ସୁଖ ଭାବୁଛନ୍ତି, ଏଇଟା ହିଁ ସ୍ୱର୍ଗ। ତୁମେ ଚାଲିବା ପାଇଁ ପିଚୁ ରାସ୍ତା କରିଦିଆଯାଉଛି, ଆବୁଡ଼ା ଖାବୁଡ଼ା ହିଡ଼ ଆଉ ମହରମ ମାଟିରେ ତୁମେ ଯଦି ଚାଲନ୍ତ ତୁମକୁ ତ ଅଶାନ୍ତ ଲାଗନ୍ତା କି ନାହିଁ? ସେଥିପାଇଁ ପିଚୁ ତିଆରି ହେଉଛି। ଏବେ ଆଜିକାଲିର ରାସ୍ତା ଗୁଡ଼ିକ କ'ଣ କଂକ୍ରିଟ ହେଲା ତୁମରି ପାଇଁ, କିନ୍ତୁ ଏ ଯେଉଁ ପିଚୁ ରାସ୍ତା ତୁମ ପାଇଁ ପରମାନେଣ୍ଟ ନୁହେଁ, ପୋଲିସ ଷ୍ଟେସନ ପରମାନେଣ୍ଟ ନୁହେଁ, ପୋଷ୍ଟାଲ ପରମାନେଣ୍ଟ ନୁହେଁ, ବ୍ୟାଙ୍କିଂ ପରମାନେଣ୍ଟ ନୁହେଁ, ପରିବାର ପରମାନେଣ୍ଟ ନୁହେଁ, କିଛି ବି ପରମାନେଣ୍ଟ ନୁହେଁ। ଇଏ ହେଉଛି ବୈରାଗ୍ୟର ଶେଷ ଦୃଶ୍ୟ। ଏ ଶବ୍ଦ ବୈରାଗ୍ୟର ଶେଷ ଦୃଶ୍ୟ। କେତେ ସୁନ୍ଦର ପୃଥିବୀ ତୁମ ଛାଡ଼ିବାକୁ। ଆଉ ଯେତେ ଦିନ ରହିଛ ଖୁବ୍ ଜୋରେ ଉପଭୋଗ କର ପୃଥିବୀ, କିଛି ନାହିଁ। ଆଉ କୋଇଲି ତ କେତେ ସୁନ୍ଦର ଗୀତ ଗାଉଛି, ତୁମେ ମନ ଦୁଃଖରେ ମୋର ଏଇଟା ନାହିଁ ସେଇଟା ନାହିଁ। କୋଇଲିର ତ କିଛି ନାହିଁ, ବ୍ୟାଙ୍କ ଆକାଉଣ୍ଟ ନାହିଁ, କାଉର ତ ବ୍ୟାଙ୍କ ଆକାଉଣ୍ଟ ନାହିଁ, କୁକୁରର ତ ନାହିଁ, ତୁମର ବ୍ୟାଙ୍କ ଆକାଉଣ୍ଟ ଅଛି। ହାତୀ ଭଳି ଗୋଟେ ଜୀବ, ବିରାଟ ଜୀବ, ତା ପାଇଁ ଖାଦ୍ୟ ଅଛି, ସିଏ ବଞ୍ଚିଛି, କିନ୍ତୁ ତୁମ ପାଇଁ ଖାଦ୍ୟ ନାହିଁ। କ'ଣ କରିବି, କ'ଣ ଖାଇବି? ଯାହାର କିଛି ନାହିଁ, ଘର ନାହିଁ, ଦ୍ୱାର ନାହିଁ, ପଲିଥିନ୍ ନାହିଁ, ପଲିଥିନ୍ ବି ନାହିଁ, ଘର ନାହିଁ, ସିଏ ଗଛ ମୂଳେ ରହୁଛି, ସକାଳୁ ଉଠୁଛି, ଶିକାର କରୁଛି, ବେଶ ଆନନ୍ଦରେ ଅଛି। ଏ ସୁନ୍ଦର ପୃଥିବୀ ନା? କେଡ଼େ ସୁନ୍ଦର ସୁନ୍ଦର ଯାନ ତିଆରି ହେଇଛି, ଏରୋପ୍ଲେନ୍ ତିଆରି ହେଇଛି ଉଡ଼ିକିରି ଯିବା ପାଇଁ, ଟ୍ରେନ୍ ତିଆରି ହେଇଛି। ବନ୍ଦେ ଭାରତ ଏବେ ବୋଧେ ସର୍ବଶ୍ରେଷ୍ଠ ଟ୍ରେନ୍ଟା ଏବେ ଇଣ୍ଡିଆରେ ଚାଲିଛି। ଖାଦ୍ୟର ପ୍ରସାରଣ ଅଛି ସେଠି। କ'ଣ ନାହିଁ ପୃଥିବୀରେ କୁହନ୍ତୁ? ଶାନ୍ତିର ବାତାବରଣ ଅଛି, ତା ସହିତ ଅଶାନ୍ତିର କଳହ ବେଦନା ଅଛି। ଦେଶ ଦେଶ ଭିତରେ ଶାନ୍ତି ଥିଲେ ବି ଅଶାନ୍ତି ଅଛି, ସବୁ ଅଛି ପୃଥିବୀରେ। କିନ୍ତୁ ତୁମେ ସଦାବେଳେ ଜ୍ଞାନରେ ବାଛି ନିଅ, ଏ ପୃଥିବୀ ମୋର ନୁହେଁ, ଯଦିଓ ତୁମକୁ ଛାଡ଼ିବାକୁ ପଡ଼ିବ। ଏହି ସିଦ୍ଧାନ୍ତରେ ଅଟଳ ରୁହନ୍ତୁ। ଯଦି ଏହି ସିଦ୍ଧାନ୍ତରେ ଅଟଳ ରହିଲ, ତାହେଲେ ବୈରାଗ୍ୟ ହେଲା ଜାଣ ତୁମର। ବୈରାଗ୍ୟ ହେଲା, ଆଉ ବୈରାଗ୍ୟ ହେଲା ମାନେ ସାଧନ ସୁଗମ ହେବ, ସାଧନର ପଥ ସୁଗମ ହେବ। ତୁମେ ପା ଖୁବ୍ ଶୀଘ୍ର ସମାଧି ଚାହୁଁଛ, ତାହେଲେ ଏଇ ପଏଣ୍ଟ ଉପରେ ବେଶ କରୁନ କାହିଁକି? ଏଇ ଯୋଉ ପଏଣ୍ଟ ଗୁଡ଼ିକ କହୁଛି ତାକୁ ବେଶ କର, ମୁଠେଇକି ଧର। $10 ହଜିଗଲେ ତ ତୁମେ ରିଟର୍ନ ହେଇଯାଉଛ 10 କିଲୋମିଟର। କାଳେ କୋଉଠି ପଡ଼ିଛି ମୋ ପଇସା। ଜାଣନ୍ତି କେତେ ସୁନ୍ଦର ଫଳ ତୁମ ପାଇଁ ଅଛି। ଏବେ ଆସିଲା ନ୍ୟାଚୁରାଲ ଫୁଡ୍ ସବୁ ବାହାରିବ ଗଛରୁ, କେଡ଼େ କେଡ଼େ ସୁନ୍ଦର, କେତେ ସ୍ୱାଦିଷ୍ଟ ଖାଦ୍ୟ। ସୁନ୍ଦର ଶାଢ଼ୀ, ସୁନ୍ଦର ପାଇଜାମା, ସୁନ୍ଦର ଟାୱେଲ, ଡ୍ରେସର ସମାହାର ମଧ୍ୟ ପୃଥିବୀରେ ଅଛି।
ସତରେ ପୃଥିବୀ କେଡ଼େ ସୁନ୍ଦର, କେଡ଼େ ସୁନ୍ଦରତମ, କିନ୍ତୁ ଆକୁ ଛାଡ଼ିବାକୁ ପଡ଼ିବ। ଦୁଃଖ ଲାଗୁଛି କଥା କହିଲା ବେଳେ, ଏଡ଼େ ସୁନ୍ଦର ସୁନ୍ଦର କଥା ଭିତରେ ଯଦି ଆମେ ପୁରେଇ ଦଉଛେ ଛାଡ଼ିବାକୁ ପଡ଼ିବ ତୁମକୁ ପୃଥିବୀ, ଟିକେ ଦୁଃଖ ଲାଗୁଛି ନା ନାହିଁ? କିନ୍ତୁ ଭଗବାନ ଏତେ ନିର୍ଦ୍ଦୟ ନୁହନ୍ତି, ଭଗବାନ ଏତେ ନିର୍ଦ୍ଦୟ ନୁହନ୍ତି, ଆତ୍ମଦେବ ଏତେ ଅଶାନ୍ତ ଗ୍ରହ ନୁହନ୍ତି, ଶାନ୍ତ ଗ୍ରହ। ବୁଝିଲେ? ଯେମିତି ବାପା ସାଙ୍ଗରେ ଗଲେ ମେଲଣ ଦେଖିବା ପାଇଁ, ତୁମ ହାତ ଧରିକିରି ବାପା ନେଇଯାଆନ୍ତି ମେଲଣରେ, ଆଉ ଯୋଉଠି ବାପା ଅଛି ସେ ମାର୍କେଟଟା ପୁଅର, ସବୁ ଯାକ ମାର୍କେଟ ପୁଅର। ଯଦି ବାପା ଅଛି ସହିତ, ତାହେଲେ ସବୁ ବଜାରଟାର ଆସେଟ୍ସ ଗୁଡ଼ିକ, ଜିନିଷ ଗୁଡ଼ିକ ତୁମର ହେଇଯିବ, କାରଣ ବାପା ଅଛନ୍ତି, ଯାହା କହିବେ କିଣିଦେବେ। ସେ କିଛି ସମୟ ପାଇଁ ସେଇ ମେଲଣକୁ ଯାଇକିରି ବା ସେଇ ମାର୍କେଟକୁ ଯାଇକିରି ତୁମ ହାତ ଧରିକିରି ତୁମକୁ ଖୋଇ ପିଇ ସବୁ ଜିନିଷ କିଣେଇ ଦେଇକିରି ପୁଣି ଘରକୁ ଫେରେଇ ଆଣନ୍ତି ନା? ଆଉ କ'ଣ ସେଠି ଭଲ ଲାଗିବ କି ତୁମେ ଭାବୁଛ? ସେଇ ମେଲଣ ପଡ଼ିଆ, ସେଇ ବରା ଘୁଗୁନି, ବେଲୁନ, ସେ କେବେ ପରମାନେଣ୍ଟ ନୁହେଁ, ପୁଣି ଫେରି ଆସୁଛ ନିଜ ଘରକୁ। ବାସ୍ ସେମିତି, ଏକ୍ଜାକ୍ଟଲି ସେମିତି ତୁମକୁ ବାପା ବା ତୁମର ସହଯୋଗୀ, ତୁମର ହିତୈଷୀ, ତୁମର ଯିଏ ପ୍ରଭୁ, ତୁମର ଯିଏ ମାଲିକ, ତୁମର ଯିଏ ପରୋପକାରୀ, ତୁମର ସଖା, ସବୁ କିଛି ତୁମକୁ ଏଠିକି ଆଣିଛି କିଛି ଦେଖିବା। ବାସ୍ ଦେଖିଲ, ସନ୍ତୁଷ୍ଟି ହେଲା, ପୁଣି ନେଇଯିବ ସେ ତୁମକୁ। ବାପା ଯେମିତି ନେଇ ଆସେ ସେମିତି ସେ ନେଇଯିବ ତୁମକୁ ଠିକଣା ଜାଗା, ଯୋଉଠି ଥିଲ, ଯୋଉଠି ତୁମର ପ୍ରକୃତ ବାସସ୍ଥାନ। এই ପୃଥିବୀଟା ଏତେ ଗୋଳମଳିଆ ଜାଗାରେ ତୁମେ କେମିତି ରହିବ? ଆଜି ତ ଯିଏ ନିଜର କାଲି ପର, କାଲି ଯିଏ ପର ଆଜି ନିଜର, ଆଉ ବାରମ୍ବାର ସେ ବୁଲେଇବା ଛଳରେ ତୁମକୁ ପୃଥିବୀ ପୃଷ୍ଠକୁ ଆଣିକିରି କହିଦଉଛି ସ୍ୱପ୍ନରେ, ଦେଖ ତୋର ରୂପ କେତେ, ତୋର ସାହସ କେତେ, ତୁ କେତେ ସୃଷ୍ଟି କରିପାରିବୁ, ତାର କିଛି କଳନା ନାହିଁ ତୋ ସୃଷ୍ଟିରେ, ତୁ ସେଇ ସୃଷ୍ଟି କରିପାରିବୁ। କିନ୍ତୁ ତୁମେ ହତଭାଗ୍ୟ, ସ୍ୱପ୍ନଟା ସ୍ୱପ୍ନ ଭାବିକି ରହିଯାଉଛ, ସ୍ୱପ୍ନର ରହସ୍ୟ ଭିତରକୁ ପ୍ରବେଶ କର। କେମିତି ସେ ବୁଝେଇବ ତୁମକୁ? ସ୍ୱପ୍ନ ସ୍ଥଳରେ ବିପଦ ଆଣି ଅଭାବ ଅନାଟନ ରଖି ତୁମକୁ ସଚେତନ କରୁଛି। ଦେଖ, ଆମ ଭିତରକୁ ଦେଖିବୁ କେତେ ବିରାଟ ପୃଥିବୀ, ବିରାଟ ସମୁଦ୍ର, ବିରାଟ ଆକାଶ, ତୁ ନିଜେ ବିରାଟ ହେଇଯିବୁ। ଏୟା ନା? ତୁମକୁ ଖୋଇ ପକଉଛି, କେଡ଼େ ସୁନ୍ଦର ଭାବରେ ଡାଇଜେସନ କରିଦେଉଛି, କେଡ଼େ ସୁନ୍ଦର ଭାବରେ ତୁମେ ଅନୁଭବ କରୁଛ ଖାଦ୍ୟଟା। ଆଉ ତୁମକୁ ଶୋଇ ପକଉଛି, କେତେ ସୁନ୍ଦର ନିଦ୍ରା, କି ଆହା କି ଶାନ୍ତି। ସକାଳେ ଉଠିଲା ବେଳେ କି ଶାନ୍ତି ଲାଗୁଛି, ଶୋଇପଡ଼ିଥିଲେ ସତେଜ ହେଇଯାଉଛି ଶରୀର। ଆକୁ କିଏ କରୁଛି? ସେଇ କରୁଛି। ଉଦ୍ଦେଶ୍ୟ କ'ଣ ଅଛି? ଆମ ପାଖକୁ ସେଇଠି ଦେଖିବୁ ମତେ, ଯେମିତିକି
କାକ ବସାରେ କୋଇଲି ଅଣ୍ଡାଟିଏ ଦେଇଦିଏ। କାଉର ଅଜ୍ଞାତରେ କୋଇଲି ଆଣି ଅଣ୍ଡା ଥୋଇ ଦେଇଯାଏ କାକ ବସାରେ। କାକ ଅଣ୍ଡା ଦିଏ। କାକ ପିଲା ଛୁଆ ସୃଷ୍ଟି କରିବା ପାଇଁ ଯେତେବେଳେ ହୁଏ ସେତେବେଳେ କୋଇଲି ଛକିକିରି ଆସି ତା ବସାରେ ଥୋଇ ଦେଇଯାଏ ତାର ଅଣ୍ଡା। କାଳେ କାଳେ କୋଇଲି ଫୁଟେଇବ ମୋ ଛୁଆକୁ ଅଣ୍ଡା। ଏ ପୃଥିବୀଟା ଏକ କାକ ବସା ନୁହେଁ କି? ତୁମକୁ ଛାଡ଼ି ଦିଆଯାଇଛି ଏଠି। କୋଇଲିରେ ଅଣ୍ଡାରେ ଯେମିତି ଛୁଆ ବାହାରେ, ସେମିତି କିଛି ଦିନ ପରେ ତୁମେ ଏଇ ପୃଥିବୀରେ ପିଲା ହବ, ପିଲାରୁ ଜବାନ ହବ। ଯେମିତିକି କାଉ ଫୁଟେଇଲା ପରେ ତାର ଛୁଆ ଗୁଡ଼ିକ ବାହାରି ପଡ଼ନ୍ତି ଏବଂ କୋଇଲିର ଛୁଆ ମଧ୍ୟ ବାହାରି ପଡ଼ନ୍ତି। କାଉ କୁହେ କୁ, ନାଇଁ କାଉ କୁହେ କା, ତା ଛୁଆ ଗୁଡ଼ା କହେ କା, ନୁହେଁ କି? କିନ୍ତୁ କୋଇଲିର ଛୁଆ କେବେ କା କହିବ, ସେ କହେ କୁ। କୁ କା କୁ। କାଉ ସେଠୁ ଦେଖିବ ଫାଳେ କହୁଛନ୍ତି ତ କା, ଆଉ ଫାଳେ କୁ କୁଆଡ଼ୁ ଆସୁଛନ୍ତି କୁ, ମୋ କଥା ମାନୁନି। କାଉ ରାଗିଯାଏ। ଛଳନାରେ ନୁହେଁ, ବାସ୍ତବରେ ରାଗିଯାଏ। କହ କା କା। ନା, ଯେତେ ଥର କା କହିବା ପାଇଁ ଚେଷ୍ଟା କରିଛି ସେତେବେଳେ କୁର ଶବ୍ଦ ସୃଷ୍ଟି। କୁ ଶବ୍ଦରେ କାକ ଭୀତସ୍ତତ ହେଇଯାଇଛି, କୁମ୍ପିବା ଆରମ୍ଭ କରିଦେଇଛି। କହ କା। ନା କୋଇଲି କହୁଛି, କୋଇଲିର ଛୁଆ କହୁଛି କହୁନି। ଯୋଉ କୁକୁ ସେଇ। ଏମିତି ଦିନେ କାଉ ରାଗି ଯାଇକିରି ଖୁମ୍ପିଛି, ବାରମ୍ବାର ଖୁମ୍ପିଲା କ କା, ଖୁମ୍ପିବା ଆରମ୍ଭ କରିଛି। ତୁମେ କ'ଣ କରିବ ସେଠି? କୋଇଲିର ଛୁଆମାନେ କ'ଣ କରିବେ? ସେ ବସା ଭାଙ୍ଗି ଯିବେ କି ନାହିଁ? ଆଉ ତ ରହିପାରିବେନି ନା, କାକ ବସା। କିନ୍ତୁ କୋଇଲି କ'ଣ କରିଛି ନା, ଚାଲାକ ହେଇକିରି ଆଉ ଗୋଟେ ଗଛରେ ଲୁଚି ରହିବ। ସେ ଜାଣିଛି ମୋ ପୁଅ କେବେ ଫେରି ଆସିବ, ମୋ ଛୁଆମାନେ କେବେ ବାହୁଡ଼ି ଆସିବେ, କାରଣ ଏଇଟା କାକ ବସା। କାକ ଖୁମ୍ପିବ। ସେମିତି ତୁମର ଆବଶ୍ୟକତା ଅଛି ଖୁମ୍ପା ଖାଇବା। ଯେତେବେଳେ ବହୁ ଜୋରେ ଖୁମ୍ପା ଖାଇବ, ରକ୍ତାକ୍ତ ହେଇଯିବ ପୃଥିବୀର ଦୃଶ୍ୟରେ, ତୁମେ ବାହୁଡ଼ିବ ସେଇଠି। ମୁଁ କୋଉଠିକି ଯିବି? ହେ ଭଗବାନ, ସମର୍ପଣରେ ହାତ ଟେକି ଦଉନାହାନ୍ତି ଜଣେ ଜଣେ। ହେ ଭଗବାନ, ମୋତେ ଟିକେ କ୍ଷମା କର, ମୋତେ ଟିକେ ରାହା ଦିଅ। ଏ ସାରା ସଂସାର ମୋ ପାଇଁ ଆଜି ଶତ୍ରୁ। ଏ ସାରା ସଂସାର ମୋ ପାଇଁ ଆଜି ଶତ୍ରୁ। ମୁଁ କ'ଣ କରିବି? ମୋର କ୍ୟାନ୍ସର ହେଇଯାଇଛି, ମୋର ବ୍ଲଡ କ୍ୟାନ୍ସର ହେଇଯାଇଛି, ମୋର ଏକ୍ଜିମା ହେଇଯାଇଛି, ମୋ ଶରୀର ଆଉ କିଛି ନାହିଁ। କିଏ ତମକୁ ରାହା ଦେବ? ନାହିଁ ନାହିଁର ସଂସାର ଭିତରେ କୋଇଲି କିନ୍ତୁ ଅଛି ଛକିକି ତୁମ ଭିତରେ। ତୁମେ ଫେରି ଆସ, ତୁମେ ନିଶ୍ଚିନ୍ତ ଫେରିବ। ଏ କାକ ବସାର ଦିନ ଅପେକ୍ଷା କରୁଛି ନା। ଏବେ ତୁମେ ସବୁ ଖୁମ୍ପା ଖାଇସାରିଲଣି, ଆମେ ମଧ୍ୟ ଖୁମ୍ପା ଖାଇକିରି ଏଠିକି ଆସି ପହଞ୍ଚିବୁ। ତୁମେ ମଧ୍ୟ ସେଇ ରାସ୍ତାରେ ଅଛ। ଖୁମ୍ପି ଦେଇଛି କାଉ ତୁମକୁ। ଏଇ ଯୋଉ ପୃଥିବୀର ଦୃଶ୍ୟ, ପୃଥିବୀର ବାତାବରଣ, କାକ ବସାର ଖୁମ୍ପା ଖାଇକି ତୁମେ ବର୍ତ୍ତମାନ ରକ୍ତାକ୍ତ ଜର୍ଜରିତ। କୋଉଠିକି ଯିବ? ମା ଅପେକ୍ଷା କରିଛି ତୁମ ଭିତରେ। ଆସ, ମା ଅପେକ୍ଷା କରିଛି, ଡାକୁଛି, ହାତ ବଢେଇଛି। ମୋ ଛୁଆ ନିଶ୍ଚିନ୍ତ ଫେରି ଆସିବ ମୋ ପାଖରେ। ତୁମେ ଏବେ ରାସ୍ତାରେ ଅଛ।
ଖୋଜୁଛ ମା କୋଉଠି ଅଛି? ଆରେ ମା ତୁମ ଭିତରେ ଅଛି, ଅପେକ୍ଷା କରୁଛୁ ମୋ ଛୁଆ ଫେରି ଆସିବ। ଯଦିଓ ଗୋଟେ ଡାଳରେ ବସିଛ, ଗୋଟିଏ ଗଛରେ ଦୁଇଟି ଡାଳରେ ବସିଛ, କିନ୍ତୁ ତମେ ଦେଖିପାରୁନ। একই বৃক্ষে হংস দুই বসন্তী প্রিয় ভাব বহি। একই বৃক্ষে হংস দুই, গোটে বସିଛି ଅପେକ୍ଷା କରିଛି ତାର ଛୁଆକୁ। ଇଏ ତ ଏଣେ ତେଣେ ଅନଉଛି ନା। ଯେତେବେଳେ ଏକ ସ୍ୱରରେ ବିପଦରେ ପଡ଼ିକରି ଏକ ସ୍ୱରରେ ଯେତେବେଳେ ସମର୍ପଣ ଭାବରେ ମାକୁ ଖୋଜିବ, କି ଏ ସୃଷ୍ଟିର କର୍ତ୍ତା କିଏ? ଯେମିତି ମୁଁ କହିଲି କି କିଏ ସୃଷ୍ଟି କରିଛି ପୃଥିବୀ? ସେଇ ସୃଷ୍ଟି କରିଛି। ତୁମେ ଖୋଜିବ ନାହିଁ ତ ପୁଣି ଫେରିଯିବ, ମା ତୁମକୁ ନେଇଯିବ। ଏ ପିଲା ଖୋଜିଲାନି, ମତେ ଦେଖିଲାନି, ଜୀବନ ନଷ୍ଟ ହେଇଗଲା, 80 ବର୍ଷ ହେଇଗଲା, ଏମିତି କେତେ ଥର ଗଲାନି, କଣ କରିବ? ପୁଣି ନେଇଯିବ ବସାକୁ ବା ତୁମ କ୍ୱାର୍ଟରକୁ ନେଇଯିବ। B/17 ଉପରେ ଅଛି, ବୁଝିଲେ? ତମ କ୍ୱାର୍ଟର ନମ୍ବର ହଉଛି B/17। ସେଟା କୋଉଠି ନା ଜମର ପଛପଟେ। B/17 ଜମର ପଛପଟେ ତମ କ୍ୱାର୍ଟର। କିଛି ଦିନ ରହିଲା ପରେ ପୁଣି ଫେରି ଆସିବ, ପୁଣି ଆତ୍ମଦେବଙ୍କର ପ୍ରରୋଚନାରେ ପୁଣି ଆସିବ, ଆବିର୍ଭାବ ହବ ସେଇ ପୃଥିବୀ, ସେଇ ଆମ୍ବ ତୋଟା, ସେଇ ପୁସ୍ତକ, ସେଇ ପାଣି, ସେଇ ଜଳ, ସେଇ ବର୍ଷା, ସେଇ ମେଘ, ସେଇ ସମୁଦ୍ର, ସେଇ ପିଚୁ ରୋଡ, ସେଇ ସ୍କୁଲ। କି କଷ୍ଟ ସତରେ ସ୍କୁଲକୁ ଯିବାଟା, ପାଠ ପଢିବା। ପୁଣି ଆରମ୍ଭ। ଆରେ ଢମଣା ବୁଲି ବୁଲି ତୁ ସେଇ ଅଗଣା। ଢମଣା ସାପକୁ ଯେତେ ବାଡାଅ ଯାହା କର, ସେ ବୁଲି ବୁଲି ସେଇ ଅଗଣାକୁ ଆସେ। ସେମିତି ତୁମେ କଣ କଲ ନା, ଏତେ ସୁନ୍ଦର ପୃଥିବୀ ଥାଇ, ଏତେ ଭଲ ବାପା ମା ଥାଇକିରି, ଏତେ ସୁନ୍ଦର ଖାଦ୍ୟପେୟ ସବୁ ଥାଇକିରି ସାଧନଟି କରିପାରିଲ, ଫେରିଗଲ। ପୁଣି ଫେରି ଆସୁଛ, ଲାଭ କଣ ଅଛି? ଆୟା ଥା କିସ୍ କାମ ସେ ସୋୟା ଚାଦର ତା। ଆସିକିରି ଶୋଇ ପଡୁଛ ଚାଦର ପକେଇକିରି ପୃଥିବୀରେ, କଣ କରିବ? ଏବେ ଫେରିବ ନା କାମ ଏଠି ସାରିକିରି ଫେରିବ? ଡିସିସନ ନିଅ। ଏଇଟା ଗୋଟେ ସିକ୍ରେଟ ପଏଣ୍ଟ। ତୁମେ ଫେରିଯିବ ବିନା କାମରେ, ନା ପୁଣି କାମ ସାରିକିରି ଯିବ? ନହେଲେ ତ ପୁଣି ଆସିବ ନା ସେଇ ଡ୍ୟୁଟି, ସେଇ ବାପା ମା, ସେଇ ଭାଇ ଭଉଣୀ, ସେଇ ହିନ୍ଦୁ ମୁସଲିମ, ସେଇ ଗିର୍ଜା, ସେଇ ମନ୍ଦିର, ସେଇ ବୁଦ୍ଧ, ସେଇ ମହାତ୍ମା, ସେଇ କବୀର, ସେଇ ମହାବୀର, ସେଇ କବୀର, ସେଇ ମହାବୀର, ସେଇ ସକ୍ରେଟିସ୍, ସେଇ ପ୍ଲୁଟୋ, ସେଇ আকবর, ସେଇ ବାବରି ମସଜିଦ, ସେଇ ଅଯୋଧ୍ୟା, ସେଇ ରାମ ମନ୍ଦିର। ପୁଣି ଦେଖିବ, ପୁଣି ଟିକେଟ କରିବ। ରିଟର୍ନ ଟିକେଟ ଅଛି, ପରମାନେଣ୍ଟ ରିଟର୍ନ ଟିକେଟ ତମ ପାଖରେ ଅଛି। ଯେତେ ଥର ଆସିବ ସେତେ ଥର ଫେରିଯିବ। ଟିକେଟ ଆଣିବ ଫେରିବା ପାଇଁ, କିନ୍ତୁ କାମ ସାରିକିରି ଫେର। କେବେ ଚିନ୍ତା କଲେଣି କି ମୁଁ ଯୋଉ ରାସ୍ତାରେ ଅଛି ଏଇଟା ସୁନ୍ଦର ସୁଗମ ରାସ୍ତା? ଆଉ ଗୋଟେ ପଏଣ୍ଟ ମନେ ରଖ, ଯୋଉ ଯୋଗ ପଥରେ ବାଛି ନେଇଛି ସେ ଯୋଗ ପଥଟା ସୁଗମ ଏବଂ ସୁନ୍ଦର, ବେଷ୍ଟ ଚଏସ୍ ତୁମ ପାଇଁ। କେବେ ଭାବିଲଣି କଳ୍ପନାରେ? ବେଷ୍ଟ ଚଏସ୍, ଆଠା ଚଏସ୍ କିଛି ନାହିଁ। ମୁଁ ତ ଯେତେବେଳେ OS ପାଇଁ ପ୍ରିପାରେସନ ହଉଥିଲି, ସେତେ ମଧ୍ୟ ଭାବୁଥିଲି
ये पाठरे कौन मूल्य अच्छी कि चाकरी करी चाकरी स्वप्न न देखिली जड़े ओएस प्रिपेरेसन हो छात्रटी चाकरी स्वप्न न देखिली से खोजुला पृथ्वीर स्वप्न मुझे कौटी जी कहीं आसली सतरे तो मुझे रही पारे पृथ्वी किसी दिन ये भावना मत बारंबार काक बसा परी खुंपुला कौन करें मु विपद बंधु लिखार कारण हूँ यहाँ मोर निजस्व प्रभाव विपद न आसते विपद बंधु सदृश न आई मुझे ये पहुंची न समस्त विपद अच्छी समस्त भावना अच्छी प्रति मुहूर्तर भावना अच्छी तुम्हें चेक कर प्रति मुहूर्तर भावना सजग हो जाए केतेबेले से भावना गुड़िक तुम खराब रास्ता नापी प्रेरणा कर केतेबेले हुए तो से भावना गुड़िक भल रास्ता नापी तुमको निर्देश कर तुम सेव कर भल निर्देशित रास्ता गुड़िक जोटा मिलूँ तुमको सेव कर आ जोटा खराब रास्ता मिलूँ डिलीट कर भावना ताहले जोग उपयोगी हो पार जोग पथर पथिक हो पार देखु कौन अच्छी दुनिया रे किछि ना गंठिल केते सजाड़ कौन सबुदिन गंठिल खोलुच से गंठिले पुणी किसी एसेट्स पुरोच आवर्जना पुरोच एसेट्स न आवर्जना कचरा से गंठिल की नहीं कि जीव केमिति नहीं कि जीव बुझे दौच देख तुमर जिते प्रकार भावना अच्छी लोभ मोह क्रोध पारिवारिक बासना जमीर आहरी आहरी किणवार जो लोभ घर कर लोभ पुटी देवार जो लोभ अनेक गाड़ी कर जो लोभ से मन भर गंठिल मुझे एटा गंठिल चाकरी करी गंठिल मु प्रमोशन हेबी गंठिल बुझले से आजन मामू सरग शशि सी भी गंठिल मार केते स्नेह थिला से भी जाइनी तुम मन भीतर अच्छी से कचरा भी अच्छी मार स्नेह अच्छी मार दुग्ध अच्छी जहाँ खाई तुम्हें भी शांति अनुभव कर पिला दिने से बासना भी अच्छी आउ थे पिला हो जाती कि आउ थे माँ कोल बसी क्षीर खाती कि आउ थे से गुली कि खेल से गुली दंड गुली खेल खेलती कि बहुत चोरी खेलती कि एबे कौन मन पड़ुनि कि से दृश्य ये भी गंठिल होकर रही जदि तुम्हें पुणी जन्म नब से खेल आरंभ हो हटाओ से गंठिल खोली दियो सब फोपाड़ दिया वर्जना किछि भी रखनी गंठिल एबे फोपाड़ दियो गंठिल बांधिया ही तुमर बंधनर कारण फोपाड़ दिया वर्जना किछि दरकार नहीं मोर मु आसी जदि गोटे गंठिल बासना सृष्टि होगी सहीटा रख सेटा कौन आत्मदर्शन जदि गोटे बासना रोचे आत्मदर्शन आउ सब फोपाड़ लिव इट से गंठिल बोझ तुमको बहुत कष्ट दो बेले बेले नहीं कि जीव ना
ପୁଣି ନେଇକି ଆସିବ। ଯେଉଁ କଳ୍ପନା କରିଥିଲ ମୁଁ 10 ଏକର ଜମି କିଣିବାର ଥିଲା, କିଣିଲନି। ମୋର 3 ଖଣ୍ଡ ବୟସ ଅଛି ବା 30 ଖଣ୍ଡ ବୟସ ଅଛି, 31ଟା ଲାଇନ୍ ଦେଇପାରିଲେନି। এই ଯେଉଁ ଗଣ୍ଠିଲର ବୋଝଟା ଏତେ ବିଷାକ୍ତ, ତୁମେ ପୁଣି ଆସିବ, ସେଇ ଗଣ୍ଠିଲ ଖୋଲିବ, ପୁଣି ମନେ ପକେଇବ 31 ଖଣ୍ଡ ଲାଇନ୍। ତୁମେ ନିଃସନ୍ତାନ ଅଛ, ପୁଅ ଝିଅ ନାହାନ୍ତି, ପୁଣି ଆସିବ ସେଇ ପ୍ରଯତ୍ନରେ, ପୁଅଟିଏ ହଉ ମୋର। କେତେ ବାସ୍ନାର ଉତ୍କଟ ଗନ୍ଧ ଦେଖ ତୁମ ଭିତରେ ଲୁଚି ରହିବ ଗଣ୍ଠିଲ ଭିତରେ। ସେଥିପାଇଁ କହୁଛି ଗଣ୍ଠିଲ ଫୋପାଡ଼। ହଠାତ୍ ଗଣ୍ଠିଲ ଗୋଟିଏ ବାସ୍ନାର, ସେଟା କ'ଣ ନା ଆତ୍ମଦର୍ଶନ, ନିଜର ପରିଚୟ। ସେଲ୍ଫ ହେଲ୍ପ, ନିଜକୁ ନିଜେ ସହାୟତା ହୁଅ। ତୁମ ଭିତରେ ଯେଉଁ ଆତ୍ମା ଅଛି, ସେ ସବୁର କାରକ ତୁମ ପାଇଁ। ସବୁ ବନ୍ଧନରୁ କାଟିରେ ପ୍ରଭୁ, ସବୁ ବନ୍ଧନକୁ ଖୋଲି ଦେଇ ପ୍ରଭୁ, ତୁମରି ବନ୍ଧନେ ରଖ, ତୁମରି ବନ୍ଧନେ ରଖ। ସେ ଗୀତ କୋଉଥିପାଇଁ ବୋଲା ହେଇଛି ମୁଁ ଜାଣିନି, କିଏ କୋଉ ଦେବତା ପାଇଁ, କିଏ ଜଗନ୍ନାଥ ପାଇଁ, କିନ୍ତୁ ଆତ୍ମାର ଏଇ ଗୀତକୁ ଲଗାଅ ଆଣିକିରି ଆତ୍ମା, ତୁମରି ବନ୍ଧନେ ରଖ। ଆତ୍ମସମର୍ପଣ ହେଇଯାଅ ତୁମେ ଆତ୍ମା ପାଖରେ, ଦେଖିବ ତାର ବିରାଟ ରୂପ। କେବଳ ସମର୍ପଣ ଚାହୁଁଛି ସେ। ଆଉ ତୁମେ ତ ଗଣ୍ଠିଲି ବାନ୍ଧୁଛ, ସେ ଦେଖୁଛି ସକାଳୁ ସନ୍ଧ୍ୟା ଯାକେ ଗଣ୍ଠିଲି ବନ୍ଧା ଚାଲିଛି। ସେ କ'ଣ କରିବ? ନିରୁପାୟ, ନିରୁତ୍ସାହ ହେଇ ପଡୁଛି ବେଳେ ବେଳେ। ତଥାପି ବିପଦ ଆଣୁଛି, ତଥାପି ସ୍ୱପ୍ନ ଦେଖାଉଛି, ତଥାପି ଅଭାବ ଆଣୁଛି। ତୁମେ କ'ଣ କରିବ? ଏ ଜ୍ଞାନ ହେଲାଣି କି ତୁମ ଭିତରେ? ଗଣ୍ଠିଲି ବାନ୍ଧିବା ଏବଂ ଗଣ୍ଠିଲି ଖୋଲିବା, ଇଏ ବି ବହୁତ ଗୋଟେ ସିକ୍ରେଟ ପଏଣ୍ଟ। ଆତ୍ମଦର୍ଶନ ପାଇଁ ସହଜ ହେଇଯିବ। ଏମନ୍ତି ଗଲା କିଛି ଦିନ, ଏମିତି ବହୁତ ଦିନ ପଳେଇବ। ତମେ ଯଦି ଭାବନାର ସ୍ରୋତ ନ କାଟିବ, ତାହେଲେ ଏମିତି ଅନେକ ପଳେଇବ, ଅନେକ ଅନେକ। ଲାଷ୍ଟରେ ଚମ ଧୁଳୁକି ଯାଇଥିବ, ଗୋଡ଼ ପଡ଼ୁନଥିବ, ଆଙ୍ଗୁଠି ହଲୁନଥିବ, ଠେଙ୍ଗା ଧରି ଠୁକ୍ ଠୁକ୍ କରି ଆଗକୁ ଚାଲିଥିବ, ଆଖି ଦିଟା ଭିତରକୁ ପଶି ଯାଇଥିବ, ପକ୍ୱ କେଶ, ଯାହାକୁ ଅନେଇବ ଚାହିଁଥିବ। ବୁଦ୍ଧ ଅବତାର। ଆଉ ସେଠି ଲୋଭ ନଥିବ। ସେଠି କ'ଣ କରିବ? କି ଯୋଗ କରିବ? ତେଣୁ ଏବେ ଯେଉଁ ବୟସରେ ପଦାର୍ପଣ କରିଛ, ଏବେ ଯେଉଁ ବୟସରେ ଅଛ, ସେ ବୟସ ତୁମ ପାଇଁ ବହୁତ ମୂଲ୍ୟବାନ। ବୟସକୁ ହାତ ଛଡ଼ା କରନି, ସମୟକୁ ହାତ ଛଡ଼ା କରନି। କାଲିର ସମୟ ପଳେଇ ଯାଇଛି ନା। କାଲି ଯେଉଁ କାମ କରିବାର ଥିଲା, ତା ପୂର୍ବ ଦିନ କରିବାର ଥିଲା ସମାପ୍ତ। ତେଣୁ ଯେଉଁ ଯୋଗଟାକୁ କହିବ ଯେ ମୁଁ ଆଉ କିଛି ଦିନ ପରେ ସମାଧି ହେବି, ହଁ ଅଛି ଅପେକ୍ଷା, ଇଏ ଛାଡ଼ିଦିଅ, ଆଜି ଚେଷ୍ଟା କର। ଆଜି ଦିନ ବହୁତ ପାର ଆଉ ବହୁତ ବଳଶାଳୀ ତୁମ। ये जो भावना, आज भावना छाड़नी, केवे छाड़नी ना। आज संकल्प नियम करी, उठी 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 3टार उठू, ठीक राइट 3टा। जबरदस्त पिकअप नब तुम बॉडी बॉडी खाली कल्पना कर, भावना कर, आज उठी, बस से उठे दो। आ तुम्हें तो टीवी देखियो, तुम्हें तो मोबाइल सीरियल देखुथिव, शॉर्ट वीडियो देखुथिव, निद केते बेला हो। सेतिमें तुमको 9टार सोए पड़ियो। डू एंड गेट, कर एवं पाओ, जहा करिवा पाइबा। तमे जदि संकल्पबद्ध होइके सोइथिव राति 9टारे,
ଦେଖିବ 3টাରେ ସେ ଉଠେଇବ। ଦେଖ ସେଇ 3ଟା ଟାଇମଟା କେତେ ମୂଲ୍ୟବାନ ସମୟ। ସମସ୍ତେ ଶୋଇପଡ଼ିଥିବେ, ତୁମେ ଉଠିବ, ପୃଥିବୀ ଶୋଇପଡ଼ିଥିବ, ସୂର୍ଯ୍ୟ ଶୋଇପଡ଼ିଥିବ, ପବନ ଧୀର ସୁସ୍ଥ, ସମସ୍ତେ ନିଦ୍ରାଗ୍ରସ୍ତ, ତୁମେ କିନ୍ତୁ ଉଠିବ। ଯୋଗୀ ଯେ ଜାଗି ଉଠିଲା ସେ ଯୋଗୀ, ଯେ ଜାଗ୍ରତ ହେଲା ସେ ଯୋଗୀ ଉଠିବ, ସଜାଗ ହବ, ସାଧନରେ ଉପନୀତ ହେବା ପାଇଁ ପ୍ରୟାସ କରିବ। ଉଠିଲ, ଚାଲିବ ନିଜ ଗସ୍ତରେ। ନା ଭାବନା କିଛି ଅଛି, ନା ଆମ୍ବ ତୋଟାର ପଣସର ବାସ୍ନା ଅଛି, ନା ପଣସ ତୋଟାରେ ଆମ୍ବର କଥା ଅଛି, ନା ଖଜୁରୀ ଗଛର ବାସ୍ନା ଅଛି, ନା ମାଛ ଧରିବାର ସ୍ୱପ୍ନ ଅଛି। କିଛି ନାହିଁ ତୁମ ଭିତରେ, ସେତେବେଳେ କିଛି ନଥିବ। ନା ବ୍ୟାଙ୍କ ବାଲାନ୍ସ ଆକାଉଣ୍ଟ ମନେ ପଡ଼ିବ ତୁମର, ନା କିଏ ମୋର ଶତ୍ରୁ ମନେ ପଡ଼ିବ, କିଛି ନାହିଁ। ବାସ୍ ଉଠିବ, ନିଜ ରାସ୍ତାରେ ଚାଲିବ। ଲାଟ୍ରିନ୍ ଗଲ, ଲାଟ୍ରିନ୍ରୁ ଆସିଲ, ବ୍ରସ୍ କଲ, ବାସ୍ କିଛି ଏକାଗ୍ରତାରେ, ସ୍ୱର ଏକାଗ୍ରତାରେ ସେଇଠି ଯୋଗ ହେଇଯିବ। ସପ ପକ ପକ ବେଡସିଟ୍ ପକ ପକ ମାନେ ହେଇଯିବ ତୁମର ଯୋଗ ସାଧନା। ସେଇଠି ଏକାଗ୍ରତାରେ କରୁଥିବ, ମୁଁ କୁଆଡ଼େ ଯାଉଛି, ବାସ୍ ବାରମ୍ବାର କଲେ ତୁମେ କୁଇକ୍ ସମାଜ, କୁଇକ୍ ରିଟର୍ନ ହବ ନିଶ୍ଚିନ୍ତ। ଆଶୁ ଲାଭର ଆଶା ସୃଷ୍ଟି ହବ। ଏଇଟା ବାରମ୍ବାର କର। କାଲି ମୁଁ କହିଥିଲି ଏ ପଏଣ୍ଟ, ଏଇଟା ବାରମ୍ବାର କର ରେଗୁଲାର ଭାବରେ। ଯୋଉଠି ଭାବନା ଏଣ୍ଡ ହଉଛି, ମୁଁ କାଲି କହିଥିଲି ଯୋଉଠି ଭାବନା ସରୁଛି ସେଠୁ ଏ ଭାବନା ଆରମ୍ଭ କର। ଖାଦ୍ୟର ଭାବନା ସରିଗଲା, ଏ ଭାବନା ଆରମ୍ଭ କରି, ଆରେ ମୁଁ ତ ସାଧନ କରିବି, ମୁଁ ତ ଯୋଗୀ ମଣିଷଟିଏ। ତୁମେ ଭାବନି ମୋ ନା ଅମକ, ତୁମେ ସେଠି ଭାବନି ମୁଁ ଅମକର ପୁଅ, ମୁଁ ଅମକର ସ୍ୱାମୀ, ଅମକର ସ୍ତ୍ରୀ, ଅମକର ଝିଅ, କିଛି ଭାବନା, କେବଳ ଆତ୍ମାର ଭାବନା କର। ମୁଁ ସେ ଆତ୍ମା। ବଡି ଭିତରକୁ ପଶିକିରି ନିଜକୁ ଜାଗ୍ରତ କର, ନିଜ ଭିତର ରୂପ କଳ୍ପନା କର। ଦେଖିବ କଳ୍ପନାର ବସ୍ତୁ ନିଜେ ସେୟା ହେଇଯିବ। ହିସାବ କରିସାରିଲେଣି? ପ୍ଲସ୍ ମାଇନସ୍ ଡିଭାଇଡ, ଲସ୍ ଆଉ ଗସ୍ ଆଉ ସବୁ ସରିଗଲାଣି। ଜୀବନର ମିଶାଣ ଫେଡ଼ାଣ ସରିଗଲାଣି, ଆଉ ନାହିଁ କିଛି। ଦେଖନ୍ତୁ ଭାଗଫଳ କ'ଣ ପଡ଼ୁଛି, ଭାଗ ଶେଷ, ଭାଗଫଳ ଖାଲି ବାକି ଅଛି ଫେରିଯିବାଟା, ଆଉ କିଛି ନାହିଁ। ଭାଗ ଶେଷ, ଫେରିଯିବା। ଭାଗଫଳ କିଛି ନେବେନି। ଭାଗ ଶେଷ, ଫେରିଯିବା। ଭାଗଫଳ ହଉଛି କିଛି ନେବେନି। କିଛି ନେବେନି। ଯୋଉ ମୂଲ୍ୟବାନ ବସ୍ତୁ ଭାବରେ ବର୍ତ୍ତମାନ ମୋବାଇଲকে ଆଦରି ନେଇଛ, ସେ ମୋବାଇଲର ସିମ୍ ବି ଯାଇପାରିବ, ସେଟ୍ କଥା ତାର ସିମ୍ ବି ଯିବ, କିଛି ବି ଯିବ। କ'ଣ କରିବ? କାହାକୁ ଫୋନ କରିବ? ସେଠି ହ୍ୟାଲୋ, ଖାଇଲୁଣି, କୁଆଡ଼େ ଯାଉଛୁ, ମୁଁ ଆଜି ତ ଫେରିବି, ସନ୍ଧ୍ୟାରେ ଆସିବୁ, ଦେଖାହବା, ଅମକ କରିବି। ଆଉ କାହା ସହିତ କଥା ହେଇପାରିବ? ସେଠି କ'ଣ କରିବ ଏକୁଟିଆ? ପୁଣି ଯାଇ ନା ଝାଞ୍ଜ କୀର୍ତ୍ତନ ଅଛି ବଜେଇବ, ହରେ ରାମ ହବ, କିଛି ନାହିଁ। ନା ହାରମୋନିୟମ ସ୍କେଲ ଅଛି, କିଛି ନାହିଁ। କ'ଣ କରିବ କେବେ ଚିନ୍ତା କଲେଣି? ନିଃଶ୍ୱାସ ଶୂନ୍ୟ। ପୁଣି ଯୋଉ ଗଣ୍ଠିଲ ନେଇଥିଲ, ହୁଏତ ସେ ଗଣ୍ଠିଲ ଭାବନାରେ ପୁଣି ଫେରି ଆସିବ ସେଇ ପୃଥିବୀ। ଆଉ ଗୋଟେ ବଡ଼ ପଏଣ୍ଟ ହଉଛି ଯେ ଏଇଠି ପୃଥିବୀରେ ରହିକିରି କଳ୍ପନା କର, ମୁଁ କୋଉଠିକି ଯିବି, ମରିଗଲା ପରେ କୋଉଠିକି ଯିବି, ସେଠି କ'ଣ ଅଛି? ସତରେ କ'ଣ ଯମ ଅଛି? ସତରେ କ'ଣ ଯମର ଘର ଅଛି?
ସତରେ କ'ଣ ଯମଦୂତ ଅଛନ୍ତି? ସତରେ କ'ଣ ଚିତ୍ରଗୁପ୍ତ ଅଛି? ନେକ୍ସଟ ଭାବନା ଆଣ, କ'ଣ ଅଛି, କୁଆଡ଼େ ଯିବି ମୁଁ? ଯଦି ସାଧନ ନ କରୁଛ, ନେକ୍ସଟ ଭାବନା କର, ତାହେଲେ ହୁଏତ ସାଧନ ଆଡ଼କୁ ଫେରି ଆସିବ। ଯେମିତି ଭାଗବତରେ କୁହାଯାଇଛି, ଏ ଜୀବ ସାଧୁସଙ୍ଗ ବିନୁ ଲଭି ନ ପାରେ ମୋର ତ। ଏ ଜୀବ ସାଧୁସଙ୍ଗ ବିନୁ ଲଭି ନ ପାରେ ମୋର ତ। ବିନା ସାଧୁସଙ୍ଗରେ ମୁଁ ତୁମକୁ ବହୁତ ଭାଗ୍ୟବାନ ମନେ କରିବି, ଏଇଥିପାଇଁ ଯେ ତୁମେ ସତ୍ସଙ୍ଗରେ ଅଛ। ଯୋଉ ଭଗବାନଙ୍କ ଆଶାରେ ତୁମେ ବସିଛ, ଯୋଉ ଭଗବାନଙ୍କ ଆଶାରେ ତୁମେ ଏଠି ହସୁଛ, ବସିଛ, କେତେ କାମଧନ୍ଦା ଛାଡ଼ିକି, କେତେ ଗଣ୍ଠିଲି ଖୋଲିକି ତୁମେ ବସିଛ, ଦୀପଦ କଥା ଶୁଣିବି, ମୋର ଜୀବନ ସୁଗମ ହେଇଯିବ, ମୋ ଚଲାପଥ କୁସୁମିତ ହେବ। ମୁଁ ତ କାଲି କହୁଥିଲି କେତେ ଲୋକ ଫୋନ କରୁଛନ୍ତି, ଏ ଭିଡ଼ିଓ ଦେଖିକି, ଏ ଭିଡ଼ିଓରେ କ'ଣ ଅଛି, ମୁଁ ବେଳେବେଳେ ମୁଁ ନିଜ ଭିଡ଼ିଓକୁ ଦେଖେ। ମାନେ କେତେ ଲୋକମାନେ ବ୍ୟାକୁଳ ହେଇକି ବୁଲୁଛନ୍ତି। ପଇସା ଅଛି, ସବୁ କିଛି ଅଛି, କିନ୍ତୁ ପଇସା କେୟାର କରୁନାହାନ୍ତି। ସେଇଠି ଜ୍ଞାନ ତାଙ୍କର ହେଇସାରିଲାଣି। ପ୍ରକୃତରେ ଇଏ ହଉଛି ନିର୍ଜୀବ ପଦାର୍ଥ, ନିର୍ଜୀବ ଘର, ନିର୍ଜୀବ ସଂସାର, ନିର୍ଜୀବ ପୃଥିବୀ। ତାକୁ ଛାଡ଼ିବାକୁ ପଡ଼ିବ। ସେ ତ ପ୍ରୋଭିଜନ ଅଛି, ତୁମେ ଯିବ, ଛାଡ଼ିବ କ'ଣ? ଅଟୋମେଟିକ ପ୍ରୋଭିଜନ ରଖା ହେଇଛି, ଆସିବ, ଯିବ। କଣ୍ଟିନ୍ୟୁ କରିବା ନା ଏଇଠି ରଖିବା? ସେଥିପାଇଁ ଗୁରୁଦେବ ଆସିଲେ କହିଲେ ଜ୍ଞାନର ଶକ୍ତି ଅଛି, ଜ୍ଞାନ ବିନା ତୁମେ ଯୋଗ କରିପାରିବ ନାହିଁ। ଭାବନା ଯାହା ସବୁ ଭାବନା ଆସୁଛି, ସେ ଗୋଟେ ଗୋଟେ ଇମାରତ, ସେ ଗୋଟେ ଗୋଟେ ପିଲାର ତୁମକୁ ଗଢ଼ି ତୋଳିବା ପାଇଁ। ଖଣ୍ଡେ ଖଣ୍ଡେ ଇଟା ହେଇପାରେ, ଗୋଟିଏ ଭାବନା ଗୋଟିଏ ଇଟା। ତେଣୁ ଯୋଉ ଯୋଉ ଭାବନା ତମେ ଆସୁଛି ତମ ମନ ଭିତରେ, ସେ ତ ସ୍ୱତ ଚାଲିଛି। ବାସ୍ ଭଲ ଭାବନା ଗୁଡ଼ିକ ରଖ, ଖରାପ ଭାବନା ଛାଡ଼ିଦିଅ। ଦେଖିବ ବହୁତ ଏନର୍ଜେଟିକ୍ ହେଇଯିବ, ବହୁତ ଏନର୍ଜେଟିକ୍ ହେଇଯିବ। ଭାବନାରେ ଏତେ ଶକ୍ତି ଅଛି। ଆଉ କିଛି କହିବା ନା ଏଠି ରଖିବା, ନା ପୁଣି ଆଉ ଗୋଟେ ସତ୍ସଙ୍ଗ କରିବା? नो रेस्पॉन्स। ସମସ୍ତେ ଶାନ୍ତ ହେଇକି ଶୁଣିଛନ୍ତି ବଡ଼ କଥା। ସେ ଗୀତ ପା ଲଗେଇ ଦିଆ ହେଇଛି ସେଥିପାଇଁ, ମିଛ ମାୟା ଭରା ଏ ସାରା ଦୁନିଆ, କେହି ନୁହେଁ ଆପଣାର। খুব জোরে হিସାବ କରନ୍ତୁ ଏ କଥା, খুব ଜୋରେ ଚିନ୍ତନ କରନ୍ତୁ ଏ କଥା, ନିର୍ଯାସ ମିଳିବ। ଖାଲି ଶୁଣିଲେ ହବନି, ଆଜି ଘରେ ବିଚାର କରନ୍ତୁ ଯାହା କହିବ, ଏ ପ୍ରକୃତ ସତ୍ୟ କି ନାହିଁ। ପ୍ରକୃତ ବିଚାର କରିବାର ଅଛି କି ନାହିଁ କଥା ଗୁଡ଼ିକ। ଆତ୍ମାର ଏଭଳି ସବୁ କୌଶଳ ଅଛି, ତୁମେ ଯେତେବେଳେ ଗୋଟେ ଗୋଟେ ଭାବନାର ସେ ରୂପ ଦିଏ, ଭାବନା ରୂପ ଦିଏ। ତୁମେ ଯାହା ଭାବନା କରିବ, ସେଇ ଭାବନାରେ ସେ ତାକୁ ଏକ୍ସେଲରେଟ୍ କରିବ, ବଢ଼େଇ ଦେବ, କାରଣ ତୁମେ ସେଇଥିରେ ଅଛ। ସତର୍କ ହେବା ଦରକାର, ସତର୍କ ହେଇ ପଡ଼ନ୍ତୁ।
ଆଉ ଗୋଟେ ବଡ଼ ଜିନିଷ ହେଉଛି ଯଦି ସରଳ ଜୀବନଯାପନ କରିବାକୁ ଅତି ସରଳ ହେଇଯାଉ, ସମର୍ପଣରେ ସରଳ ହେଇଯାଉ, ଦେଖିବ ଅପର୍ଯ୍ୟାପ୍ତ ଶକ୍ତି ତୁମ ଭିତରେ ସମାହିତ ସରଳ ହେବ। ଖାଲି ଉଠି କୁହନ୍ତୁ ସକାଳୁ, ହେ ଭଗବାନ, ହେ ଆତ୍ମଦେବ, ତୁ ସବୁ କରିବୁ ମୋ ପାଇଁ, ମୁଁ କିଛି କରିବିନି, ମୁଁ କିଛି କରିବିନି, ମୁଁ କିଛି ଜାଣିନି, ମୁଁ ଅଜ୍ଞାନ, ମୁଁ ଅବୋଧ, ଯାହା ସବୁ ଦୋଷ ଅଛି ମୋତେ କ୍ଷମା କର, ମୋ ଭିତରେ ଯାହା ସବୁ ଦୋଷ ଅଛି ମୋତେ କ୍ଷମା କରିଦେବ। ଏ ଗୋଟେ ବିକଳ ନିବେଦନ କର ସକାଳୁ ଉଠି ସବୁଦିନ, ଦେଖିବ ସବୁ ପାପ କ୍ଷୟ ହେଇଯିବ। ଏତିକି କହିବ ଯେ ମୁଁ ଅବୋଧ, ମୁଁ କିଛି ଜାଣିନି, ଯାହା କରିବି ମୋତେ କ୍ଷମା କର, ଆଉ ତୋ ଆଡ଼କୁ ନେଇଯାଅ ମୋତେ, ତୋ ଆଡ଼କୁ ନେଇଯାଅ। ତାମାନେ ତୁମର ଆକୁଳ ନିବେଦନଟା ସିଆଡ଼ୁ ଗଲାନି କି, ତୁମେ ସେ ହେଲନି କି, ଆଉ କିଛି ଭାବ ରହିଲାନି, ଆଉ କିଛି ଭାବ ରହିଲାନି। ଯଦି ଆକୁଳରେ ସବୁଦିନ ସକାଳୁ ଉଠି କହିବ ଯେ ହେ ଭଗବାନ, ହେ ଆତ୍ମଦେବ, ମୋତେ ମୋର ଦୋଷ କ୍ଷମା କରିକି ମୋତେ ତୋ ଆଡ଼କୁ ଆଣ, ଦେଖିବ ସବୁ ନଷ୍ଟ ହେଇଯିବ, ସବୁ ନଷ୍ଟ ହେଇଯିବ। ଆଉ ଗୋଟେ ଟେଲିଫୋନ ନମ୍ବର ଦଉଛି ମୋର, ଟେଲିଫୋନ ନମ୍ବର ରଖି ଜାଣିଛନ୍ତି ତ ମୋର ଟେଲିଫୋନ ନମ୍ବର, ତଥାପି ଟେଲିଫୋନ ନମ୍ବରରେ କଥା ହୁଅନ୍ତୁ। ଆମର ଯେଉଁ ରୋଲିଂ ତଳେ ଯାଇଛି ବା ଯେଉଁମାନେ ଏଠି ଅଛନ୍ତି ସେମାନେ ଜାଣିଛନ୍ତି, ଯେଉଁମାନେ ନାହାନ୍ତି ଯଦି ୟୁଟ୍ୟୁବ୍ ଛଡ଼ାଯାଏ ଏଇଟା, ତେବେ ରୋଲିଂ ଅଛି, ସେ ରୋଲିଂରେ ମୋ ନମ୍ବର ଅଛି, ସେ ନମ୍ବରରେ ମୋତେ ପଚାର। କାହାର ଯେତେ ବଡ଼ ବିପଦ ଥାଉ କେମିତି ସମାଧାନ, ଯେତେ ବଡ଼ ରୋଗ ଥାଉ କେମିତି ସମାଧାନ, ଯଦି କାହାର ବଡ଼ ଅସୁବିଧା ଅଛି ମୋ ସହିତ କଣ୍ଟାକ୍ଟ କର, ବଡ଼ରୁ ବଡ଼ ବିପଦରୁ ବିପଦ, ଅନେକ ବଡ଼ ବଡ଼ ବିପଦ ଅଛି ଯାହାର, ସେ କଣ୍ଟାକ୍ଟ କରନ୍ତୁ ମୋ ସହିତ, କେମିତି ସମାଧାନ ନ ହେବ। ଆରେ ପ୍ରୋବ୍ଲେମ ଯୋଉଠି ଅଛି ସଲ୍ୟୁସନ ସେଇଠି ଅଛି, ଯୋଉଠି ଅସୁବିଧା ଅଛି ସେଇଠି ସୁବିଧାର ବାଟ ଅଛି। କିଏ ତାହେଲେ ଆସିଥିବ ସମାଧାନ କରିବା ପାଇଁ? ମୁଁ ତ କହୁଛି, ମୁଁ କେତେ ବଡ଼ ସାହସରେ କହୁଛି, ଦେଖନ୍ତୁ ଯେତେ ବଡ଼ ବିପଦ ଯୋଉ ଅବସ୍ଥାରେ ସେ ଥାଉ, ବୁଝିଲେ, ତାର ସଲ୍ୟୁସନ ଅଛି, ତାର ଇରାଡିକେସନ ଅଛି, ନିଶ୍ଚିନ୍ତ ସମାଧାନ ନିଶ୍ଚିତ। କିନ୍ତୁ କଣ୍ଡିସନ ଗୋଟେ, କଣ୍ଡିସନ ଥିବା ଦରକାର ଆମ ସହିତ, ଆମ କଥା ମାନିବା ଦରକାର, ମୁଁ ଯାହା କହିବି କରିବା ଦରକାର, ତାହେଲେ ସମାଧାନ ନାହିଁ। ଖାଲି ଶୁଣିଲେ ହବନି, ଆମ କଥା ମାନିବାକୁ ପଡ଼ିବ, ଆମେ ଔଷଧ ସବୁ ଖାଇବାକୁ ପଡ଼ିବ, ଆମେ କଥା ରଖିବା ପାଇଁ ତୁମେ କଥା ଦେବାକୁ ପଡ଼ିବ, ହଁ ଏଇ କାମ ମୁଁ କରିବି, ତାହେଲେ ସମାଧାନ ହବ। ଆସନ୍ତୁ, କାହାର ଅସୁବିଧା ଅଛି ମୋ ସହିତ କଣ୍ଟାକ୍ଟ କରିବେ। ହଉ, ଆଜି ଏତିକି। କିଏ ମତାମତ ରଖିବେ ରଖନ୍ତୁ, ଟାଇମ୍ ତ 1:15 ହେଇଗଲା, ଆମେ 1:30 ଯିବା। ଆଉ ଗୁରୁଜୀ ପ୍ରଣାମ। ଆଜିର ସତ୍ସଙ୍ଗ, କାଲିର ସତ୍ସଙ୍ଗର ଅଙ୍କ ହିଁ ଥିଲା, ଆମେ ଯେତେବେଳେ ଏ ମାୟା ସଂସାରରେ ହଜି ମଜି ଯାଉଛେ, ମାନେ ଆମ ଜୀବନର ଲକ୍ଷ୍ୟ କଣ ଆମେ ଭୁଲି ଯାଉଛେ। ଛୋଟ ଛୋଟ ଜିନିଷ ଯଦି ଆମେ ନ ପାଉଛେ ସେଥିରେ ବହୁତ ମନ ଦୁଃଖ ହବ। ମାନେ ଆମେ ନିଜକୁ ଯେମିତି ଆମେ ଆସୁଛେ ଅଭିନୟ କରିବା ପାଇଁ, କିନ୍ତୁ ସେ ଅଭିନୟରେ ଆମେ ଏମିତି ହଜି ମଜି ଯାଉଛେ ଯେ ଆମେ ନିଜେ ହିଁ ଭାବୁଛେ ଆମେ ଯୋଉ
ପାଠରେ ଅଭିନୟ କରୁଛେ ଆମେ ସେଇ, କିନ୍ତୁ ଆମ ନିଜେ କିଏ ଆମେ ସେଟା ଭୁଲି ଯାଉଛୁ, ଯୋଉଟା କି ଆମକୁ ଆମ ଗୁରୁ ହିଁ ଆମକୁ ପ୍ରତି ମୁହୂର୍ତ୍ତରେ ସଚେତନ କରଉଛୁ। ବୋଧେ କୋଟି କୋଟି ବୋଧେ ତାର ମୂଲ୍ୟ ଦେଇ ହବନି ଯେ ଗୁରୁଜୀ ଆମକୁ ଯୋଉ ବାର୍ତ୍ତା ଦଉଛନ୍ତି ଏ ସତ୍ସଙ୍ଗରେ, ତା ଅତୁଳନୀୟ। ଏତେ ସୁନ୍ଦର କଥା ଯେ କି ଆମେ ଯେତେବେଳେ ବାଟ ଭୁଲି ଯାଉଛେ ସେତେବେଳେ ସେ ଆମ ହାତ ଧରି ଆମକୁ ଲକ୍ଷ୍ୟ ବାଟରେ ଯେମିତି କହୁଛନ୍ତି, ଆରେ ସେ ବାଟ ଯାଆନା, ଏ ବାଟରେ ହିଁ ଯା, ତୋର ଲକ୍ଷ୍ୟ କୋଉଟା, କଣ ପାଇଁ ଆସିଛୁ ଏ ସଂସାରକୁ, ସେଇଟା ହିଁ ଗୁରୁ ଆମକୁ ପ୍ରତି ମୁହୂର୍ତ୍ତରେ ହିଁ ଦେଉଛନ୍ତି। ଆମେ କିନ୍ତୁ ଯୋଉ ସପ୍ତାହର 2 ଦିନ ସତ୍ସଙ୍ଗରେ ରହୁଛେ, ଆଉ ଯୋଉ 5 ଦିନ ଆମେ ବେଳେ ବେଳେ ମନ ଆମକୁ କୁଆଡେ କୁଆଡେ ନେଇଯାଉଛୁ, ପୁଣି ସେ 2 ଦିନ ଆମେ ପୁଣି ଫେରି ଆସୁ ଆମ ନିଜର ଲକ୍ଷ୍ୟ ପାଖକୁ। ତେଣୁକରି ଗୁରୁଜୀଙ୍କର ଆଜି ଏଠି ପ୍ରବଚନ ସତ୍ସଙ୍ଗ ଥିଲା, ବହୁତ ସୁନ୍ଦର ଥିଲା। ଆମେ ଯଦି କିଛି ଭୁଲ ବାଟରେ ଯାଉଛେ କି ଯୋଉ ବାଟରେ ଯାଉଛେ ସେଟା ବାଟକୁ ଆଣିବା ପାଇଁ ବହୁତ ସୁନ୍ଦର ଲାଗିଲା ସବୁ କଥା। ମୋର ଧନ୍ୟବାଦ। ତାଙ୍କର ମତାମତରେ ମୋଟିଭେସନାଲ କେତେ ଗୁଡ଼ିଏ ଆପ୍ରୋଚ୍ ଥିଲା, ଆଉ ଏ ସତ୍ସଙ୍ଗ ତାଙ୍କର ହୃଦୟକୁ ଛୁଇଁଛି, ସେ କଥା ମଧ୍ୟ ସେ ରଖିଲେ, କାଲି ମଧ୍ୟ ଟେଲିଫୋନ୍ କରି କହିଥିଲେ। ଠିକ୍ ଅଛି, ଧନ୍ୟବାଦ ମତାମତ ପାଇଁ।